30 ଲକ୍ଷ ଟଙ୍କା ପାଇଁ ଛୋଟବେଳୁ ପଢ଼େଇ ଆସୁଥିବା ଛାତ୍ରକୁ ଟ୍ୟୁସନ୍ ଦିଦି ଏମିତି ଜୀବନ ନେଇଯିବ କାହାକୁ ବି ଜଣା ନଥିଲା। 10ମ ଶ୍ରେଣୀରେ ପଢ଼ୁଥିବା କୁଶାଗ୍ରର ବାପା ଜଣେ ବଡ଼ କପଡ଼ା ବ୍ୟବସାୟୀ ଥିଲା। ଟ୍ୟୁସନ୍ ଦିଦି ରଚିତା କୁଶାଗ୍ର ଯେତେବେଳେ ପ୍ଲେ ସ୍କୁଲରେ ପଢ଼ୁଥିଲା ସେବେଠୁ ଟ୍ୟୁସନ୍ କରି ଆସୁଥିଲା। 10 ବର୍ଷ ଧରି ଟ୍ୟୁସନ୍ କରୁଥିବା ଦିଦି ଏମିତି କରିବ କାହାକୁ ବିଶ୍ୱାସ ନଥିଲା। ହଁ ଦର୍ଶକ ବନ୍ଧୁ, ପ୍ରଥମେ କୁଶାଗ୍ରକୁ ରଚିତା 2 ସହଯୋଗୀ ସହିତ କିଡନାପ୍ କରିଥିଲା। ଏକ ଅନ୍ଧାର ଘର ଭିତରକୁ ନେଇ ଭିଡ଼ିଓ କରି କୁଶାଗ୍ରର ବାପାକୁ 30 ଲକ୍ଷ ଟଙ୍କା ମାଗିଥିଲା। ଆଉ ଟଙ୍କା ମିଳିଗଲା ପରେ ଏତେ ଦିନ ଧରି ଟ୍ୟୁସନ୍ କରୁଥିବା ଦିଦି ତାକୁ ମାରି ଖଣ୍ଡ ଖଣ୍ଡ କରି ଗଙ୍ଗା ନଦୀରେ ଭସେଇ ଦେଇଥିଲା। ସେପଟେ ଟଙ୍କା ଦେଇ ସାରିବା ପରେ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ପୋଲିସର ସହାୟତା ନେଇଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଲା କି କୁଶାଗ୍ରର ବେଗ୍, କଲମ ଆଉ କିଛି ବହି ଟ୍ୟୁସନ୍ ଦିଦି ଘରେ ରହିଯାଇଛି। ପୋଲିସ ସନ୍ଦେହ କରି ଟ୍ୟୁସନ୍ ଦିଦି ରଚିତାକୁ ଉଠେଇ ନେଇ ପଚରାଉଚରା ଆରମ୍ଭ କରିଦେଇଥିଲା। ପ୍ରଥମେ ଟ୍ୟୁସନ୍ ଦିଦି ରଚିତା କିଛି ଜାଣିନି ବୋଲି କହୁଥିବା ବେଳେ ପରେ ସବୁ ସତ କଥା ମାନିଯାଇଥିଲା। କୁଶାଗ୍ରକୁ ଟ୍ୟୁସନ୍ କରୁଥିବା ବେଳେ ତା ବାପାର ସମ୍ପତ୍ତି ଉପରେ ଲୋଭ ଥିଲା। ସେଥିପାଇଁ ସେ ଏମିତି କରିଛି ବୋଲି ନିଜେ ପୋଲିସ ଆଗରେ ବଖାଣିଥିଲା। କୁଶାଗ୍ରକୁ କିଡନାପ୍ କରି ଟଙ୍କା ସିନା ପାଇଗଲା, କିନ୍ତୁ ଦିଦିକୁ ସେ ଅନ୍ଧାର ଭିତରେ ଦେଖିଦେଇଥିଲା କୁଶାଗ୍ର, ଯେଉଁଥିପାଇଁ ତାକୁ ମାରିବାକୁ ବାଧ୍ୟ ହେଲା। ଆଉ ସବୁ ପ୍ରମାଣ ନଷ୍ଟ କରିବାକୁ ସେ କୁଶାଗ୍ରର ଶରୀରକୁ ଛୋଟ ଛୋଟ ଖଣ୍ଡ କରି ଗଙ୍ଗା ନଦୀରେ ଭସେଇ ଦେଇଥିବା କଥା ନିଜେ ସ୍ୱୀକାର କରିଥିଲା। ଯାହାକୁ ନେଇ ପୋଲିସ ଟ୍ୟୁସନ୍ ଦିଦି ରଚିତା ଓ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏମିତି ଏକ ଘଟଣା କାନପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।